ପଖାଳ ସହିତ ଚିଙ୍ଗୁଡ଼ି ଛେଚା ଖାଇକି ପୁରା ମଜା ଆସିଗଲା। 100 ଡେ ଚ୍ୟାଲେଞ୍ଜର ଆଜି ମୋର ଥାର୍ଡ ବ୍ଲଗ। ହେଲୋ, ମାତାଶ୍ରୀ ଏପଟେ ଚା ପିଉଛନ୍ତି ଆଉ ଏ ଟୋକା ତ ଖାଲି ମୋବାଇଲ ଦେଖୁଛି। ମୋତେ ଭୋକ ଲାଗୁଥିଲା, ମୁଁ ମ୍ୟାଗି ବନେଇଥିଲି ଆଉ ଏଟା ମ୍ୟାଗି କମ୍ ବନ୍ୟାର ପାଣି ଭଳି ଅଧିକ ଦେଖାଯାଉଛି। ଆଉ ମାତାଶ୍ରୀ ମ୍ୟାଗିକୁ ବାଢ଼ି ଦେଉଛନ୍ତି। ଆମ ଟୁଗୁଲା ଆଉ ମୁଁ ମ୍ୟାଗି ଖାଇବା ପାଇଁ ବସିଲୁ। ଆଉ ମ୍ୟାଗିରେ ଯେଉଁ ବନ୍ୟା ପାଣି ହେଇଥିଲା ତାକୁ ଆଗେ ପିଇଦେଲି ଆଉ ଚାଇନିଜ ଷ୍ଟାଇଲରେ ଟିକେ ମ୍ୟାଗିକୁ ଖାଇଦେଲି। ଭଲ ସ୍ୱାଦ ଲାଗିଲା। ମୁଁ ଏବେ ଆମ ଖଟିଆଡ଼େ ଟିକେ ଯାଉଛି, ବସିକି ଆସିବି। ମୋ ସହିତ ଏ ଟୋକା ଯାଉଛି ଆଉ ଏ ଟୋକା ଯୁଆଡ଼େ ଗଲା ଖାଲି ମୋବାଇଲ ହିଁ ଦେଖିଲା। ଆମ ଖଟିରେ ପହଞ୍ଚିଗଲି। ଅମୂଲ୍ୟ, ବାବୁ ଭାଇ ସବୁ ଫୋନରେ ବ୍ୟସ୍ତ। ଦେଖ ଖଟିରେ କେତେ ଗାଈମାନେ ଶୋଇଛନ୍ତି। ଆମ ଖଟିରେ ପୁରା ରେଡି ପବନ ଦଉଛି। ଖଟିରେ 1 ଘଣ୍ଟା ବସିକି ଆମେ ଏବେ ସବୁ ଘରକୁ ଯାଉଛୁ। ଖରା ଯେମିତି ହଉଛି ଅଂଶୁଘାତ ହେଇଯିବ। ମୁଁ ଘରେ ଆସିକି ଦେଖେ ତ ମାମା ରୋଷେଇରେ ଲାଗିଛି। ଖାଇବା ପାଇଁ ଭେଣ୍ଡି ଆଉ କ'ଣ ପନିର ଭାଜିଛି, ତରକାରୀ କରିବ। ମୁଁ ସେଥିରୁ କିଛି ଭଜା ପନିର ଆଣିକି ଖାଇଦେଲି। ତାପରେ ପଖାଳ ପାଇଁ ମାମା ଏପଟେ ଚିଙ୍ଗୁଡ଼ି ମାଛ ଭାଜୁଛି ଆଉ ଏପଟେ କିଛି କଞ୍ଚା ମାଛ ଅଛି। ଏସି ରୁମ୍ରେ ଆସିକି ଟିକେ ଛିଡ଼ା ହେଲି, ବଟ୍ ଗରମ ଏତେ ହେଉଛି ଯେ ଏସି ବି କିଛି କାମ କରୁନି। ବାପା ମୋତେ ଅର୍ଡ଼ର ଦେଲେ ଯା ମୋ ବାଇକ୍ଟା ଧୋଇଦେ। ଫଟାଫଟ ମୁଁ ବାଇକ୍କୁ ଧୋଇବା ପାଇଁ ନେଇ ଆସିଲି ଆଉ ପାଣି ଏପଟେ ଖୋଲି ଦେଇଛି। ପାଣି ଆଣିକି ଏବେ ମୁଁ ବାଇକ୍ରେ ପାଣି ପକାଉଛି ଆଉ ମୋ ହେୟାରରେ ଗୋଟେ ହେୟାର ବ୍ୟାଣ୍ଡ ବାନ୍ଧିଛି, ପୁରା କବିର ସିଂ ଭଳିଆ ଦେଖାଯାଉଛି। ସାମ୍ପୁ ଟିକେ ପାଣିରେ ପକେଇକି ମୁଁ ପାଣିକୁ ଟିକେ ଖାଚାର ଖାଚାର କରିଦେଲି ଆଉ ତାପରେ ସାମ୍ପୁ ପାଣିରେ ଭଲସେ ଗୋଟେ କପଡ଼ା ଆଣିକି ସାମ୍ପୁ ପାଣିରେ ବାଇକ୍କୁ ପୋଛିଦେଲି। ତାପରେ ବାଇକ୍କୁ ପୋଛିଲା ପରେ ଏବେ ଟିକେ ଭଲ ପାଣି ଆଣିକି ଟିକେ ପୋଛିଦେଲି। ଏକାଥର ଓଦା ହେଇଗଲିଣି, ଏକାଥର ଗାଧେଇ ପଡ଼ିବା। ଆମ ଟୋକାକୁ କ୍ୟାମେରା ଧରେଇକି ମୁଁ ଗାଧେଇ ପଡ଼ିଲି। ମୁଁ ଫ୍ରେଶ ହେଲା ପରେ ଯେଉଁ ଚିଙ୍ଗୁଡ଼ି ମାଛକୁ ଆମ ଟୋକା ତାର ଗୋଟେ ମାଛ ଛେଚା ବନଉଛି। ଗାଧେଇ ପଡ଼ିଥିଲି, ଭୋକ ବି ଲାଗିଲାଣି। ଆଉ ତାପରେ ପଖାଳ ସହିତ ଚିଙ୍ଗୁଡ଼ି ଛେଚା ଆଉ ଚିଙ୍ଗୁଡ଼ି ଭଜା ଖାଇଦେଲି ଆଉ ଟେଷ୍ଟ ପୁରା ଆତ୍ମା ଶାନ୍ତି। ପଛରେ ଭେଣ୍ଡି ଭଜା ଆଣିକି ମାମା ଦେଲା, ତାକୁ ବି ଖାଇଲି। ଭଲ ସ୍ୱାଦ ଲାଗିଲା। ଗୁଲୁକୁ ଦେଖ, ସିଏ ବି ବାପାଙ୍କ ସହିତ ଖାଉଛି। ବ୍ଲଗକୁ ଏଇଠି ଏଣ୍ଡ କରୁଛି।